আজি ଆସନ୍ତୁ ଆମେ ଅନନ୍ତ ସ୍ୱର୍ଗ ଏବଂ ନର୍କ ଉପଦେଶ ଶୀର୍ଷକ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଏହି ଦୁନିଆରେ ସମସ୍ତଙ୍କ ପାଇଁ ଏହି ପୃଥିବୀରେ ବିତାଇଥିବା ସମୟ ହେଉଛି ସୁଯୋଗର ସମୟ। ସ୍ୱର୍ଗ ଏବଂ ନର୍କର ମଧ୍ୟରେ ଥିବା ପଥରେ ପରମେଶ୍ୱର ଆମକୁ ଏହି ପୃଥିବୀରେ ଆମେ ଯାହା କରିଅଛୁ ସେହି ଅନୁସାରେ ପ୍ରତିଫଳ ଦେବେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ପୃଥିବୀରେ ଜୀବନ ସମାପ୍ତ ହୋଇଯାଏ, କିନ୍ତୁ ବାସ୍ତବରେ ଯେତେବେଳେ ଏହା ଶେଷ ହୋଇଯାଏ ତେବେ ଆମେ ଆମର ମୂଳ ଦୁନିଆକୁ ଫେରିଯିବା। ଯେତେବେଳେ ଆମେ ସେହି ସ୍ଥାନକୁ ଫେରିବା ତେବେ ଆମେ ହୁଏତ ସ୍ୱର୍ଗ କିମ୍ବା ନର୍କକୁ ଯିବା। ସେଥିପାଇଁ ଆମେ ସମସ୍ତଙ୍କୁ କହିବା ଉଚିତ, ବର୍ତ୍ତମାନ ଆମ ପାଇଁ ସ୍ୱର୍ଗରାଜ୍ୟ ବାଛିବା ପାଇଁ ଏକ ସୁଯୋଗ। ଯୀଶୁ କହିଲେ, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। ତେବେ ଆମ୍ଭମାନଙ୍କୁ ନର୍କ ବିଷୟରେ ମଧ୍ୟ ବିଚାର କରିବା ଉଚିତ। ଯେଉଁମାନେ ଉଦ୍ଧାର ପାଇବେ ସେମାନେ ସ୍ୱର୍ଗକୁ ଯିବେ, କିନ୍ତୁ ଯେଉଁମାନେ ଅନୁତାପ ନ କରନ୍ତି ସେମାନେ ନର୍କରେ କଷ୍ଟ ପାଇବେ। ଆସନ୍ତୁ ଆମେ ବିଚାର କରିବା ଯେ ପରମେଶ୍ୱର ନିଜ ସନ୍ତାନମାନଙ୍କୁ ଏପରି ଏକ ଜଗତରୁ ଉଦ୍ଧାର କଲେ ଏବଂ ନିଜକୁ ବଳିଦାନ କରି ନୂତନ ନିୟମ ସ୍ଥାପନ କଲେ। ଆସନ୍ତୁ ଆମେ ଚିନ୍ତା କରିବା ଆମ ପାଇଁ ପିତା ଏବଂ ମାତାଙ୍କ ପ୍ରେମ କେତେ ମହାନ, ଏବଂ ପିତା ଏବଂ ମାତାଙ୍କୁ ଧନ୍ୟବାଦ ଏବଂ ଗୌରବ ଦେବା ଏବଂ ଏହି ବିଶ୍ରାମ ଦିନକୁ ଏକ ଆଶୀର୍ବାଦ ପ୍ରାପ୍ତ ଦିନ କରିବା। ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 9 ପଦ 27 ଉପରେ ଏକ ନଜର ପକାଇବା। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହା ପରେ ବିଚାର ନିରୂପିତ ଅଛି। ଏହା ପରମେଶ୍ୱରଙ୍କ ଅପରିବର୍ତ୍ତନୀୟ ବାକ୍ୟ। ପ୍ରତ୍ୟେକଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପରମେଶ୍ୱର ଏହା ପୂର୍ବ ନିର୍ଦ୍ଧାରିତ କରିଛନ୍ତି। ଏହାପରେ ସ୍ୱର୍ଗ କିମ୍ବା ନର୍କ ବିଷୟରେ ବିଚାର କରାଯିବ। ଆମକୁ ଏହା ବୁଝିବା ଉଚିତ ଯେ ଆମେ କାହିଁକି ଏହି ପୃଥିବୀକୁ ଆସିଅଛୁ। ଆମେ ସ୍ୱର୍ଗରେ ପାପ କରି ଏହି ପୃଥିବୀକୁ ବିତାଡ଼ିତ ହେଲୁ ଏବଂ ପରମେଶ୍ୱର ଆମକୁ ଅନୁତାପ କରିବା ପାଇଁ ଏକ ଛୋଟ ସମୟ ଦେଇଛନ୍ତି। ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଆହୁରି ଅଧିକ ମନ୍ଦ କାର୍ଯ୍ୟ କରନ୍ତି ଏବଂ କିଛି ଲୋକ ସାଂସାରିକ ସୁଖରେ ଲିପ୍ତ ହୋଇ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି। ସେହି ଦୁନିଆରେ ସବୁକିଛି ଅନନ୍ତ ଯାହା ଆମ୍ଭମାନଙ୍କ ସାଂସାରିକ ଜୀବନର ସମାପ୍ତି ପରି ଆସିଥାଏ। ସ୍ୱର୍ଗ ଏକ ଅନନ୍ତ ରାଜ୍ୟ ଏବଂ ନର୍କ ମଧ୍ୟ ଅନନ୍ତ। ତେବେ ଏହି ଦୁଇ ଦୁନିଆ ମଧ୍ୟରେ ଆମେ କାହାକୁ ବାଛିବା ଉଚିତ? ବାଇବେଲ କହେ ଯେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ସେ କରିଥିବା କାର୍ଯ୍ୟ ଅନୁଯାୟୀ ତାହାର ବିଚାର କରାଯିବ। ଯେହେତୁ ଆଜିର ଶୀର୍ଷକ ହେଉଛି ଅନନ୍ତ ସ୍ୱର୍ଗ ଏବଂ ନର୍କ, ସେଥିପାଇଁ ଆସନ୍ତୁ ଆମେ ନର୍କ ବିଷୟରେ ଏକ ଦୃଶ୍ୟ ଦେଖିବା। ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 20 ପଦ 10 ଉପରେ ଏକ ନଜର ପକାଇବା। ଅଧ୍ୟାୟ 20 ପଦ 10। ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା। ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି। ପୁଣି ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ପୃଥିବୀରେ ଅନୁତାପ କରିବାର ସୁଯୋଗ ହରାଇ ଦିଅନ୍ତି। କିଛି ଲୋକ ସ୍ୱର୍ଗ ଏବଂ ନର୍କର ଅସ୍ତିତ୍ୱ ଉପରେ ବିଶ୍ୱାସ କରନ୍ତି ନାହିଁ। ଯେହେତୁ ସେଗୁଡ଼ିକ ଅଦୃଶ୍ୟ, ସେଥିପାଇଁ ସେମାନେ ମାନନ୍ତି ଯେ ଏହି ଜଗତ ଅସ୍ତିତ୍ୱ ନାହିଁ। ଏହି ଅସ୍ଥାୟୀ ଏବଂ ଦୃଶ୍ୟମାନ ଦୁନିଆରେ ସେମାନେ ଚିନ୍ତା କରନ୍ତି, ମୁଁ କିପରି ଅନ୍ୟମାନଙ୍କ ଅପେକ୍ଷା ଉଚ୍ଚତର ସ୍ଥିତି ପ୍ରାପ୍ତ କରିପାରିବି। ଏହା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହୋଇଯାଏ। ଫଳସ୍ୱରୂପ ଆଖି ପିଛୁଳାକେ 60ରୁ 70 ବର୍ଷ ବିତିଯାଏ। ଏହାପରେ ସେମାନେ ବିଚାର ସିଂହାସନ ସମ୍ମୁଖରେ ଛିଡ଼ା ହେବେ।
ଯଦି ସେମାନେ ସମସ୍ତ ପ୍ରକାରର ବିଦ୍ରୋହୀ କାର୍ଯ୍ୟରେ ଜଡ଼ିତ ଥିଲେ, ତେବେ ଅନୁତାପ କରିବା ପରିବର୍ତ୍ତେ ସେମାନଙ୍କୁ ଆଉ ଅନୁତାପ କରିବାର ସୁଯୋଗ ମିଳିବ ନାହିଁ। ଯୀଶୁ ଏହା କହିବା ପରିବର୍ତ୍ତେ ଯେ ଆନନ୍ଦ କର କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ, ସେ ଗୁରୁତ୍ୱ ଦେଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। କାରଣ ପ୍ରକାଶିତ ବାକ୍ୟ ଅଧ୍ୟାୟ 20ରେ ବର୍ଣ୍ଣିତ ଜଗତ ସେମାନଙ୍କ ନିକଟକୁ ଆସୁଅଛି। ପରମେଶ୍ୱରଙ୍କ ଇଚ୍ଛା ହେଉଛି ସେମାନଙ୍କୁ ଯନ୍ତ୍ରଣା ସ୍ଥାନରେ ପ୍ରବେଶ କରିବାକୁ ନିବୃତ୍ତ କରିବା। ଆସନ୍ତୁ ଆମେ ପଦ 13କୁ ଯିବା। ଅଧ୍ୟାୟ 20 ପଦ 13। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତ୍ୟୁମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କୁ ମଧ୍ୟବର୍ତ୍ତୀ ମୃତ୍ୟୁମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। ଯୀଶୁଙ୍କ ଦ୍ୱାରା ପ୍ରଦର୍ଶିତ ଏକ ପ୍ରକାଶନରେ ପ୍ରେରିତ ଯୋହନ ନର୍କ ବିଷୟରେ ଦୃଶ୍ୟ ଦେଖିଲେ। ଆସନ୍ତୁ ଆମେ ଅଧ୍ୟାୟ 21କୁ ଯିବା। ଅଧ୍ୟାୟ 21 ପଦ 8। କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ, କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ଏହା ହିଁ ଦ୍ୱିତୀୟ ମୃତ୍ୟୁ। ସେ ଏହା ମଧ୍ୟ ଲିପିବଦ୍ଧ କଲେ ଯେ କିଏ ନର୍କରେ ପ୍ରବେଶ କରିବ। ବାଇବେଲ ଆମକୁ କହେ ଯେ ଯନ୍ତ୍ରଣା ଅସ୍ଥାୟୀ ହେବ ନାହିଁ। ସେମାନଙ୍କର ଦଣ୍ଡର ଅବଧି ଚିରକାଳ ରହିବ। ଆସନ୍ତୁ ଆମେ ଅଧ୍ୟାୟ 19 ପଦ 19କୁ ଯିବା। ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ସେମାନଙ୍କର ସୈନ୍ୟବାହିନୀକି ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି। ସେଥିରେ ସେହି ପଶୁ ଧରା ପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମ ସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାଙ୍କ ପ୍ରତିମା ପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରା ପଡ଼ିଲା। ସେମାନେ ଉଭୟ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ। ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ୍ଗ ଦ୍ୱାରା ହତ ହେଲେ। ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ। ପ୍ରକାଶିତ ବାକ୍ୟରେ ନର୍କ ବିଷୟରେ ଅନେକ ଦୃଶ୍ୟ ଅଛି। ଆସନ୍ତୁ ଆମେ ଅଧ୍ୟାୟ 14କୁ ଯିବା। ଆସନ୍ତୁ ଆମେ ପଦ 10 ଦେଖିବା। ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାଙ୍କ କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି, ତାହା ପାନ କରିବା, ପୁଣି ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। ଏପରି ଲୋକମାନଙ୍କର ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ। ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। ଯୀଶୁଖ୍ରୀଷ୍ଟ ପ୍ରେରିତ ଯୋହନଙ୍କୁ ସେହି ଲୋକମାନଙ୍କର ଦୃଶ୍ୟ ଦେଖାଇଲେ ଯେଉଁମାନେ ଅନନ୍ତକାଳ ପାଇଁ ଅଗ୍ନିମୟ ହ୍ରଦରେ ଯନ୍ତ୍ରଣା ଭୋଗ କରିବେ। ଏହା ବ୍ୟତୀତ 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ ଏବଂ ପ୍ରଥମ ଚର୍ଚ୍ଚର ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଲେ, ସେତେବେଳେ ସେ ଏହା କହିଲେ ଯେ ସେମାନଙ୍କୁ କେବେ ବି ନର୍କକୁ ଯିବା ଉଚିତ ନୁହେଁ। ଆସନ୍ତୁ ଆମେ ମାଥିଉ ଉପରେ ଏକ ନଜର ପକାଇବା। ଅଧ୍ୟାୟ 25 ପଦ 40। ପୁଣି ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭାତୃ ବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। ତତ୍ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର। କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ, ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ, ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ, ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ, ପୀଡ଼ିତ ଓ କାରାଗରସ୍ଥ ଥିଲି, ମୋତେ ସଂଖାଳିଲ ନାହିଁ। ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ
ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରାଗରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରତମ ମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିନଥିବାରୁ ମୋ ପ୍ରତି ହିଁ ତାହା କରିନାହୁଁ। ଆଉ ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ଏଠାରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ନିଜ ଶିଷ୍ୟମାନଙ୍କୁ ନର୍କ ବିଷୟରେ କହିଲେ। ଆସନ୍ତୁ ଆମେ ଅଧ୍ୟାୟ 23ରେ ଏହାକୁ ନିଶ୍ଚିତ କରିବା। ମାଥିଓ ଅଧ୍ୟାୟ 23 ପଦ 32। ତୁମ୍ଭେମାନେ ନିଜ ନିଜ ପିତୃ ପୁରୁଷଙ୍କର ପରିମାଣ ପୂର୍ଣ୍ଣ କର। ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କି ପ୍ରକାରେ ନରକ ଦଣ୍ଡରୁ ରକ୍ଷା ପାଇବ? ଫାରୁସୀ, ଶାସ୍ତ୍ରୀ ଏବଂ ଜିହୁଦୀମାନେ। ସେହି ସମୟରେ ଧାର୍ମିକ ନେତାମାନେ ନୂତନ ନିୟମର ସତ୍ୟକୁ ବିରୋଧ କଲେ। ଯୀଶୁ ସେମାନଙ୍କୁ କାଳସର୍ପର ବଂଶ ବୋଲି କହିଲେ ଏବଂ କହିଲେ ଯେ ସେମାନେ ନର୍କରେ ଦଣ୍ଡିତ ହେବାରୁ ରକ୍ଷା ପାଇବେ ନାହିଁ। ଆସନ୍ତୁ ଆମେ ମାଥିଓ ଅଧ୍ୟାୟ 18କୁ ଯିବା। ଆସନ୍ତୁ ଆମେମାନେ ଅଧ୍ୟାୟ 18 ପଦ 5 ଉପରେ ନଜର ପକାଇବା। ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। କିନ୍ତୁ ଯେ କେହି ମୋ ଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ହିତକର ହୋଇଥାନ୍ତା। ହାୟ ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର, ବିଘ୍ନ ତ ନିଶ୍ଚୟ ଘଟିବ। କିନ୍ତୁ ହାୟ ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ ସେ ସନ୍ତାପର ପାତ୍ର। ତୁମ୍ଭର ହସ୍ତ ବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ି ଦିଅ। ଦୁଇ ହସ୍ତ ଓ ଦୁଇ ପାଦ ଘେନି ଅନନ୍ତ ଅଗ୍ନିରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। ଆଉ ତୁମ୍ଭର ଚକ୍ଷୁ ଯଦି ତୁମ୍ଭ ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ି ଦିଅ। ଦୁଇ ଚକ୍ଷୁ ଘେନି ଅଗ୍ନିମୟ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ତୁଚ୍ଛ ଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି। ଏଠାରେ ଯୀଶୁ ଗୁରୁତ୍ୱ ଦେଲେ ଯେ ନର୍କରେ ଫିଙ୍ଗି ଦିଆଯିବା ଅପେକ୍ଷା ଶରୀରର ଏପରି ଅଙ୍ଗ ବିନା ସ୍ୱର୍ଗରେ ପ୍ରବେଶ କରିବା ଭଲ, ଯାହା ଆମକୁ ପାପ କରାଇଥାଏ। ଆସନ୍ତୁ ଆମେ ମାଥିଓ ଅଧ୍ୟାୟ 13 ଉପରେ ମଧ୍ୟ ନଜର ପକାଇବା। କେଉଁ ପ୍ରକାର ଲୋକମାନେ ନର୍କରେ ପ୍ରବେଶ କରିବେ? ଏପରି ଅନେକ ପ୍ରକାର ଲୋକ ଅଛନ୍ତି ଯେଉଁମାନେ ନର୍କକୁ ପ୍ରବେଶ କରିବେ। କିନ୍ତୁ ଆସନ୍ତୁ ଆମେ ଯୀଶୁଙ୍କ ଶିକ୍ଷା ଉପରେ ନଜର ପକାଇବା। ଆସନ୍ତୁ ଆମେ ଅଧ୍ୟାୟ 13 ପଦ 41 ଦେଖିବା। ଅଧ୍ୟାୟ 13 ପଦ 41। ମନୁଷ୍ୟ ପୁତ୍ର ଆପଣା ଦୂତମାନଙ୍କୁ ପ୍ରେରଣ କରିବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ। ପୁଣି ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ। ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ। ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜମୟ ଦେଖାଯିବେ। ଯାହାର କାନ ଅଛି ସେ ଶୁଣୁ। ଅଧର୍ମାଚାରୀମାନେ ଶେଷରେ କେଉଁଠାକୁ ଯିବେ? ଯୀଶୁଙ୍କ ଶିକ୍ଷା ମାଧ୍ୟମରେ ଆମେ ଏହା ନିଶ୍ଚିତ କରିପାରିବା ଯେ ଯେଉଁମାନେ ମନ୍ଦ କାର୍ଯ୍ୟ କରନ୍ତି ସେମାନେ ଅନନ୍ତ ନର୍କକୁ ଯିବେ। ଆସନ୍ତୁ ଆମେ ମାର୍କ ଅଧ୍ୟାୟ 9ରେ ନର୍କ ସମ୍ବନ୍ଧୀୟ ଦୃଶ୍ୟକୁ ମଧ୍ୟ ଦେଖିବା। ମାର୍କ ଅଧ୍ୟାୟ 9 ପଦ 41। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ। ଆଉ ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା। ପୁଣି ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ପକାଅ। ଦୁଇ ହସ୍ତ ଘିନି ନରକ ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। ଆଉ ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ପକାଅ। ଦୁଇ ପାଦ ଘିନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। ପୁଣି ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ।
ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ, ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ। ଏହିପରି ମାଥିଉ ଏବଂ ମାର୍କରେ ଯୀଶୁଙ୍କ ଶିକ୍ଷା ଆମକୁ କୁହେ ଯେ ନର୍କର ଅସ୍ତିତ୍ୱ ଅଛି ଏବଂ ଆମକୁ କେବେ ମଧ୍ୟ ନର୍କକୁ ଯିବା ଉଚିତ ନୁହେଁ। ସେଥିପାଇଁ ଲୁକରେ ଯୀଶୁ ନର୍କର ଯନ୍ତ୍ରଣା ବିଷୟରେ ଉଲ୍ଲେଖ କଲେ। ଆସନ୍ତୁ ଆମେ ଲୁକ ଅଧ୍ୟାୟ 16କୁ ଯିବା। ଆଜି ମୁଁ ବାଇବଲରୁ ଯୀଶୁଙ୍କ ଦ୍ୱାରା ସିଧାସଳଖ କୁହାଯାଇଥିବା ବାକ୍ୟଗୁଡ଼ିକୁ ପଢ଼ୁଅଛି। ଅଧ୍ୟାୟ 16 ପଦ 19। ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା। ତାର ଦେହଯାକ ଘା ଭର୍ତ୍ତି ହୋଇଥିଲା। ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଠାରୁ କିଛି ଖାଇ ପେଟ ପୂରାଇବାକୁ ଆଶା କରୁଥିଲା, ଆଉ କୁକୁରଗୁଡ଼ାକୁ ସୁଦ୍ଧା ଆସି ତାହାର ଘା ସବୁ ଚାଟୁଥିଲେ। ଲାଜାର ଏକ ଦୁଃଖଦ ଜୀବନଯାପନ କଲେ। ପୃଥିବୀରେ ତାଙ୍କ ଜୀବନ ପରେ ସେ ଏକ ଆତ୍ମିକ ଜୀବନ ଆଡ଼କୁ ବଢ଼ିଲେ। ଆଗକୁ ବଢ଼ିବାର ଅର୍ଥ ଶାରୀରିକ ମୃତ୍ୟୁ। ଆସନ୍ତୁ ଆମେ ପଦ 22 ଦେଖିବା। କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହମଙ୍କ କୂଳକୁ ନିଆଗଲା। ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଏହା କହିନଥାଏ କି ମୃତ୍ୟୁ ପରେ ବିଚାର ହୁଏ। ଆସନ୍ତୁ ଦେଖିବା ଯେ ଧନୀ ଲୋକଟିର ବିଚାର ହେବା ପରେ ସେ କେଉଁଠାକୁ ଗଲା। ପଦ 23। ଆଉ ସେ ନରକ ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହମ ଓ ତାଙ୍କ କୂଳରେ ଲାଜାରକୁ ଦେଖିଲା। ସେଥିରେ ସେ ଡାକି କହିଲା, ହେ ପିତା ଅବ୍ରାହମ, ମୋତେ ଦୟାକରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ଆପଣା ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି। କିନ୍ତୁ ଅବ୍ରାହମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟ ସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟ ସବୁ ପାଇଲା, ଏହା ମନେ କର। କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। ତାହା ଛଡ଼ା ତୁମ ଆମ ମଧ୍ୟରେ ଅତି ବୃହତ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି ସେମାନେ ଯାଇପାରନ୍ତି ନାହିଁ, ପୁଣି ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସିପାରନ୍ତି ନାହିଁ। ସେଥିରେ ସେ କହିଲା, ହେ ପିତା, ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାନ୍ତୁ, କାରଣ ମୋର 5 ଭାଇ ଅଛନ୍ତି, ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ। ଏଥିରୁ ଆମେ ଏହା ଜାଣିପାରିବା ଯେ ନର୍କର ଯନ୍ତ୍ରଣା କେତେ ଭୟଙ୍କର। ମୃତ୍ୟୁ ପରେ ସେ ଅନୁଭବ କଲେ ଯେ ନର୍କର ଅସ୍ତିତ୍ୱ ଅଛି ଏବଂ ସେ ଆପଣା ପରିବାରକୁ ନର୍କକୁ ଯିବାକୁ ରୋକିବା ନିମନ୍ତେ ଅନୁରୋଧ କଲେ। ପଦ 29। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମୂଷା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ। ମାତ୍ର ଯଦି ମୃତମାନଙ୍କ ମଧ୍ୟରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୂଷା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। 2000 ବର୍ଷ ପୂର୍ବେ ଏହି ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବୁଝାଇଲେ ଯେ ନର୍କର ଦଣ୍ଡ କେତେ ଯନ୍ତ୍ରଣାଦାୟକ। ଆପଣଙ୍କୁ ଜାଣିବା ଆବଶ୍ୟକ ଯେ ବାଇବଲ ଏହି ବିଷୟଗୁଡ଼ିକ ବିଷୟରେ ନରମ ଭାବରେ କଥା କୁହେ। ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ଆମକୁ ଚେତାବନୀ ଦିଅନ୍ତି ଯେ ଆମ୍ଭେମାନେ କେବେ ମଧ୍ୟ ନର୍କକୁ ଯିବା ଉଚିତ ନୁହେଁ। ପରମେଶ୍ୱରଙ୍କ ଦୃଷ୍ଟିରେ ପାପୀମାନଙ୍କୁ କ'ଣ ସୁନ୍ଦର କରିପାରେ? ତଥାପି ପରମେଶ୍ୱର ଏହି ପୃଥିବୀକୁ ଜୀବନର ପଥ ଖୋଲିବାକୁ ଆସିଲେ। ଆମକୁ ପରିତ୍ରାଣର ଗୌରବମୟ ପଥ ଏବଂ ପାପର କ୍ଷମା ପ୍ରଦାନ କଲେ। ଏହି ତଥ୍ୟ ଯେ ପରମେଶ୍ୱର ନୂତନ ନିୟମ ମାଧ୍ୟମରେ ଆମକୁ ପାପ କ୍ଷମା ପ୍ରଦାନ କରିଅଛନ୍ତି, ବାସ୍ତବରେ ଏକ ଉଲ୍ଲେଖନୀୟ ଘଟଣା। ନର୍କରେ ସବୁକିଛି ଅନନ୍ତ ଯନ୍ତ୍ରଣାର ବିଷୟ। ଯେତେବେଳେ ଆମେ ଭାବୁ ଯେ କେହି ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ନର୍କର ଯନ୍ତ୍ରଣାରୁ ମୁକ୍ତ ହୋଇପାରିବେ ନାହିଁ, ସେତେବେଳେ ଆମକୁ ପରମେଶ୍ୱରଙ୍କ ବାକ୍ୟରେ ନିଜକୁ ଉତ୍ସର୍ଗ କରିବା ଉଚିତ, ଯାହାଦ୍ୱାରା ଆମ୍ଭମାନଙ୍କ ପିତା ଏବଂ ମାତାଙ୍କ ପ୍ରୟାସ ବ୍ୟର୍ଥ ନ ହୁଏ। ମନ୍ଦ କାମ କରିବାରୁ ଦୂରେଇ ରହିବା ପାଇଁ ପରମେଶ୍ୱର ଆମକୁ ଯାହା ଶିକ୍ଷା ଦିଅନ୍ତି ତାହା ପାଳନ କରିବା ପାଇଁ ଆମକୁ ବିଶ୍ୱାସ ରଖିବା ଉଚିତ।
କାରଣ ତାଙ୍କ ବାକ୍ୟ ଆମକୁ ଭଲ ଜୀବନଯାପନ କରିବାରେ ଉପାୟ ଦେଇଥାଏ। ପରମେଶ୍ୱର ଏହାର ପରିଣାମ ଜାଣନ୍ତି ନାହିଁ କି? ଯେହେତୁ ପରମେଶ୍ୱର ଜାଣିଛନ୍ତି ଯେ କେଉଁ ପଥଗୁଡ଼ିକୁ ଦୁଃଖଦ ଫଳାଫଳ ଆଡ଼କୁ ନେଇଯିବ, ସେ ଆମକୁ କିଛି ଜିନିଷରୁ ଦୂରେଇ ରହିବାକୁ କିମ୍ବା କିଛି ଜିନିଷ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ତାଙ୍କର ସମସ୍ତ ଶିକ୍ଷା ଆମକୁ ଅନନ୍ତ ସ୍ୱର୍ଗରାଜ୍ୟର ଅସ୍ତିତ୍ୱ ବିଷୟରେ କୁହେ। ତେଣୁ ଆମେ କେବେ ବି ଭୁଲିଯିବା ଉଚିତ ନୁହେଁ ଯେ ତାଙ୍କ ବାକ୍ୟକୁ ଅନୁସରଣ କରିବାରେ ବିଫଳ ହେବା ଅନନ୍ତ ନର୍କକୁ ନେଇଯିବ। ଆମେ ଲୋକଙ୍କୁ ଯେତେଥର ସ୍ୱର୍ଗ ଏବଂ ନର୍କ ଅଛି ବୋଲି କହିଥାଉ, ସେମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ। ଏହାର କାରଣ ହେଉଛି ଏହା ଅଦୃଶ୍ୟ। ତଥାପି ଦୃଷ୍ଟାନ୍ତରେ ଧନୀ ଲୋକଙ୍କ ପରି ଲୋକମାନେ କ'ଣ ଘଟୁଛି ତାହା ଦେଖିବା ପରେ ପରିବର୍ତ୍ତନ ହେବାକୁ ଚାହାନ୍ତି, କିନ୍ତୁ ସେତେବେଳକୁ ଅନୁତାପ କରିବାର ସୁଯୋଗ ଚାଲି ଯାଇଥାଏ। ଅନୁତାପର ସମୟ ହେଉଛି ଯେତେବେଳେ ଆମେ ଏହି ପୃଥିବୀରେ ବାସ କରୁଅଛୁ। ଅନନ୍ତ ସ୍ୱର୍ଗ କିମ୍ବା ନର୍କର ବିଚାର ସରିବା ପରେ ଆମେ ହଜାର ଥର ଅନୁତାପ କଲେ ମଧ୍ୟ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ସୁଯୋଗ କେବଳ ଏହି ପୃଥିବୀରେ ଅଛି। ତେଣୁ ମୁଁ ଆପଣଙ୍କୁ ପରମେଶ୍ୱରଙ୍କ ବାକ୍ୟ ପ୍ରତି ନିଜକୁ ସମର୍ପିତ କରିବାକୁ ଏବଂ ବାକ୍ୟ ଅନୁସାରେ ଜୀବନଯାପନ କରିବାକୁ ଅନୁରୋଧ କରୁଅଛି। ଆସନ୍ତୁ ଆମେ ଦ୍ୱିତୀୟ ଥେସଲୋନିକ୍ୟ ଅଧ୍ୟାୟ 1:7 ଉପରେ ଏକ ନଜର ପକାଇବା। ସେତେବେଳେ ତୁମ୍ଭମାନଙ୍କୁ କ୍ଲେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ସ୍ୱରୂପ କ୍ଲେଶ ଦେବା ଓ କ୍ଲେଶ ଭୋଗ କରୁଅଛ ଯେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା। ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ। ସେ କ'ଣ କରିବେ? ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ। ପରମେଶ୍ୱର ମନୁଷ୍ୟମାନଙ୍କୁ ଶରୀର ଧାରଣ କରାଇବା ଦ୍ୱାରା ଏହି ପୃଥିବୀରେ ଅନୁତାପ କରିବାର ସୁଯୋଗ ଦେଇଛନ୍ତି। ଯେଉଁମାନେ ଅନୁତାପ ନ କରି ଜୀବନଯାପନ କଲେ, ପିତା ପରମେଶ୍ୱର କିମ୍ବା ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ଜାଣିଲେ ନାହିଁ ଏବଂ ସୁସମାଚାରକୁ ପାଳନ କଲେ ନାହିଁ, ସେମାନଙ୍କ ପାଇଁ କ'ଣ ଅପେକ୍ଷା କରିବ? ସେମାନେ ଦଣ୍ଡର ସମ୍ମୁଖୀନ ହେବେ। ଦଣ୍ଡର ସ୍ଥାନ କେଉଁଠାରେ ହେବ? ସେମାନେ ଅନନ୍ତ ନର୍କରେ ଯନ୍ତ୍ରଣା ଭୋଗିବେ। ସେମାନେ ହେଉଛନ୍ତି ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଏବଂ ଯେଉଁମାନେ ଖ୍ରୀଷ୍ଟଙ୍କ ସୁସମାଚାରକୁ ପାଳନ କରନ୍ତି ନାହିଁ। ପରମେଶ୍ୱର ଶକ୍ତି ବ୍ୟବହାର କରି ମାନବ ଜାତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି ନାହିଁ, କାରଣ ସେ ଚାହାନ୍ତି ଯେ ଆମେ ସ୍ୱର୍ଗରେ କରିଥିବା ସମସ୍ତ ପାପକୁ ଅନୁଭବ କରିବା ଏବଂ ଦୃଢ଼ ବିଶ୍ୱାସ ରଖିବା ଯେ ଆମେ ଆଉ କେବେ ସେହି ପାପରେ ସାମିଲ ହେବା ନାହିଁ। ଏହି ଜଗତର ଲୋକମାନେ ବିଶ୍ୱାସ କରନ୍ତି ଯେ ତୃତୀୟ ସ୍ତର ଜଗତ ହିଁ ସବୁକିଛି। ତେଣୁ ସେମାନେ ଏହା ବାହାରେ ଅନ୍ୟ କୌଣସି ଜଗତ ବିଷୟରେ ଅଜ୍ଞ ଅଟନ୍ତି। କିନ୍ତୁ ଆମେ ଶିଖିନାହୁଁ କି ମନୁଷ୍ୟ ଶରୀର ଏବଂ ଆତ୍ମାରେ ରଚିତ। ଯଦି ଶାରୀରିକ ଜୀବନ ଯାହା ଆମ୍ଭେମାନେ ବର୍ତ୍ତମାନ ବଞ୍ଚୁଅଛୁ ଅସ୍ତିତ୍ୱରେ ଅଛି, ତେବେ ଆତ୍ମିକ ଜଗତ ମଧ୍ୟ ନିଶ୍ଚୟ ଅସ୍ତିତ୍ୱରେ ରହିବା ଆବଶ୍ୟକ। ସେହି ଜଗତରେ ସେମାନେ ସର୍ବଦା ପାଇଁ ଯନ୍ତ୍ରଣା ଭୋଗିବେ। ଏହା ଜାଣି ପରମେଶ୍ୱର ମାନବ ଜାତିକୁ ସୁଯୋଗ ଦେଲେ। ତଥାପି ଏହି ପୃଥିବୀକୁ ବହିଷ୍କୃତ ହେବା ପରେ ମଧ୍ୟ ସେମାନେ ପାପ କରି ଚାଲିଛନ୍ତି। ଅହଙ୍କାରୀ ହୋଇ ମୁଁ ସର୍ବୋତ୍ତମ ବୋଲି ଘୋଷଣା କରୁଛନ୍ତି। ସେମାନଙ୍କ ପାଖରେ ଅନୁତାପ କରିବାକୁ ସମୟ ନାହିଁ, କାରଣ ସେମାନେ ସାଂସାରିକ ସୁଖ ଉପଭୋଗ କରୁଛନ୍ତି। ଏହି କାରଣରୁ ପରମେଶ୍ୱର ଏହି ପୃଥିବୀକୁ ଶରୀର ଧାରଣ କରି ଆସିଲେ, ଯାହାଦ୍ୱାରା ଆମ୍ଭମାନଙ୍କୁ ସ୍ୱର୍ଗକୁ ଫେରିବାର ପଥ ଏବଂ ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ଆଗମନ ସମୟରେ ପାପର କ୍ଷମା ପ୍ରାପ୍ତ କରିବାର ପଥ ଶିଖାଇଲେ। ଏହା ଜୀବନର ପଥ ନୁହେଁ କି? ସେଥିପାଇଁ ଯେପରିକି ମିଖା ଅଧ୍ୟାୟ 4 ଏବଂ ଯିଶାୟା ଅଧ୍ୟାୟ 2ରେ ଲେଖାଯାଇଅଛି, ସେ ଆମ୍ଭମାନଙ୍କୁ ତାହାଙ୍କ ପଥ ଶିକ୍ଷା ଦେବେ, ଯାହାଦ୍ୱାରା ଆମ୍ଭେମାନେ ତାହାଙ୍କ ପଥରେ ଚାଲିପାରିବା। ଯଦି ପରମେଶ୍ୱର ଆମକୁ ତୁରନ୍ତ ବିଚାର କରନ୍ତି, ତେବେ ଆମ୍ଭମାନଙ୍କର ନର୍କକୁ ଯିବା ନିଶ୍ଚିତ। ତଥାପି ସେ ଧୈର୍ଯ୍ୟ ରଖିଛନ୍ତି।
से आमको एही पृथ्वी रे आउ एक सुजोग देले। समस्त मानव जाति को आउ किछि दरकार नहीं। अनुतापर जीवन अतिबाहित करने अत्यंत जरूरी। एपरी जीवन अतिबाहित करने द्वारा आसंत आमे पिता एवं माता को गौरव देवा। प्रकाशित वाक्य अध्याय 21 वर्णना करा जाय अछि जे स्वर्गराज होछि एपरी एक स्थान जेउठारे मृत्यु, जंत्रणा किंबा दुख नहीं। बाइबल हमको शिक्षा दिए नहीं कि एपरी एक स्वर्ग अछि जेउठारे आमे प्रतिदिन परमेश्वर को द्वारा सृष्टि होइथिबा खुशी रे रही पारिबा। आज मु आपण को नूतन नियमर शिक्षा अनुसार जीवन यापन करने को आग्रहर सहित अनुरोध करुअछि जेपरी जणे भी व्यक्ति पछरे न रहिबे एवं आमे एकत्र स्वर्ग रे प्रवेश करि पारिबा। जेतेबेले परमेश्वर कहंती बाइबल रे किछि जोग कर नाही किंबा लोप कर नाही, तेबे कोन एहार अर्थ एहा नुहे जे से बाइबल रे स्वर्ग को जीवा पथ को अंतर्भुक्त कले। किंतु आज अनेक चर्च बाइबल रे अनेक विषय को ह्रास करी सही प्रथा को जोड़ुअछंती जहा बाइबल रे नहीं। सेमानक पथ नरक को नहीं जाए, स्वर्ग को नुहे। बालुंगार दृष्टांत रे किए एहा करिअछि? यीशु तत्क्षणात जानि पारिले जे किए एहा करिअछि। गृहकर्ता कहिले जे शैतान एहा करिअछि। बाह्ୟରେ ସେମାନେ परमेश्वरଙ୍କ ଉପରେ विश्वास करନ୍ତି किंतु भितरे ସେମାନେ ତାହା କରନ୍ତି ନାହିଁ। ଏହି କାରଣରୁ ବାଇବଲ ସେମାନଙ୍କୁ ମେଣ୍ଢା ବେଶରେ ବର୍ଣ୍ଣନା କରାଯାଇଥିବା ହିଂସ୍ରକ ବାଘ କୁହେ ନାହିଁ କି? ଯେହେତୁ ସେମାନେ ଆମ୍ଭମାନଙ୍କ ଆତ୍ମାକୁ ଲୁଟି ନିଅନ୍ତି, ତେଣୁ ଆମ୍ଭମାନଙ୍କୁ ପ୍ରତ୍ୟେକ ଆତ୍ମା ଉପରେ ଦୟା କରିବା ଆବଶ୍ୟକ। ଆମେ ସେମାନଙ୍କୁ ଶୀଘ୍ର ଜାଗ୍ରତ କରିବା ଉଚିତ। ଗୋଟିଏ ଆତ୍ମାକୁ ନିଶ୍ଚିତ ଭାବରେ ବଞ୍ଚାଇବା ପାଇଁ ଆମ୍ଭମାନଙ୍କୁ ଏହି ସନ୍ଦେଶକୁ ସେମାନଙ୍କ ସହିତ ଭାଗ କରିବାକୁ ହେବ। ଯୀଶୁ ହଜି ଯାଇଥିବା ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏହି ପୃଥିବୀକୁ ଆସିଲେ। ତେଣୁ ଆମ୍ଭମାନଙ୍କୁ ମଧ୍ୟ ସମାନ ଉଦ୍ଦେଶ୍ୟ ରଖିବା ଉଚିତ। ମୁଁ ଆନ୍ତରିକତାର ସହିତ ଆଶା କରେ ଯେ ଆପଣ ପରମେଶ୍ୱରଙ୍କ ଦୃଷ୍ଟିରେ ଅନୁତାପର ଅନେକ ସୁନ୍ଦର କାର୍ଯ୍ୟ କରିବେ। ଏହା ଆଶା କରି ଯେ ଆପଣ ବହୁତ ଅନୁଗ୍ରହ ପ୍ରାପ୍ତ କରିଥିବେ। ମୁଁ ଏହି ଉପଦେଶକୁ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ଧନ୍ୟବାଦ।